କିଛି ଅନ୍ଧଭକ୍ତ କହୁଥିଲେ ଯେ ବହିକୁ ସଂଶୋଧନ କରୁଛନ୍ତି, ଇତିହାସକୁ ପୁନରାବୃତ୍ତି ନ କରି ଇତିହାସକୁ ଟିକେ ପରିବର୍ତ୍ତନ କରୁଛନ୍ତି। ଆମେ ବହୁତ ଖୁସି ହେଇଥିଲୁ, ଯାହା ହଉ ପିଲାମାନେ ଆଉ ଟିକେ ଭଲ ଉଚ୍ଚ ଶିକ୍ଷା ପ୍ରାପ୍ତ ହେବେ। କିନ୍ତୁ ଦୁଃଖର କଥା, ପିଲାମାନଙ୍କୁ ଯେ ମୂର୍ଖ ବନେଇ ଦେବାର ବ୍ୟବସ୍ଥା ସରକାର କରିଛନ୍ତି, ସେ କଥା ଆମ ଧାରଣାରେ ନଥିଲା। ଆଜିକୁ କେତେ ଦିନ ହେଲା ସେ ବହି ତ୍ରୁଟି ବାହାରିଲାଣି, କ'ଣ ତାର ସମୀକ୍ଷା କରାଯାଇଛି? ଗଳାବାଟ ସୃଷ୍ଟି କରିଦେଲେ। ଆମେ କ୍ରାଇମବ୍ରାଞ୍ଚକୁ ତଦନ୍ତ କରିଦେଇଛୁ। ଯେତେ କ୍ରାଇମବ୍ରାଞ୍ଚ ଏଠି କରିବ କ'ଣ? ପିଲାମାନଙ୍କ ଭବିଷ୍ୟତ କ'ଣ କ୍ରାଇମବ୍ରାଞ୍ଚ ତିଆରି କରିବ? ନା ଯେଉଁମାନେ ଭୁଲ କରୁଛନ୍ତି ତାଙ୍କୁ ଦଣ୍ଡ ଦେଇଦେଲେ ଏ ସମସ୍ୟା ସମାଧାନ ହେଇଯିବ? ନୂତନ ବହି କାହିଁ? ଅଗଷ୍ଟ 5 ତାରିଖ ଆଜି, ଚାହୁଁ ଚାହୁଁ ଅଗଷ୍ଟ ବି ପଳେଇବ, ପାଠପଢ଼ା ସେସନ୍ ବି ଖତମ ହେଇଯିବ। କେଜିରୁ ପିଜି କହିଥିଲେ ମାଗଣା, କେଉଁ ଜାଗାରେ ହେଇଛି ଆମେ ଟିକେ ସେଟାକୁ ଦେଖିବାକୁ ପାଇବା ଯେ କେଉଁଠି କେଜି ପିଜି ମାଗଣା କରି ପକାଇଲେ। ବହୁତ ଜାଗାରେ ବି ଆଜିକାଲି ଦିନର ଅଭିଯୋଗ ଆସୁଛି, ସ୍କୁଲ କଲେଜ ଗୁଡ଼ାକ ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି ଏବଂ ସେମାନେ ପଇସା ଆଦାୟ କରିବାରୁ ବ୍ୟସ୍ତ ଅଛନ୍ତି। ଏବଂ ଆଜି ବି ଦେଖିବେ ପ୍ରଥମ ଶ୍ରେଣୀ ବହିରେ ତ୍ରୁଟି, ବନ୍ଦେ ମାତରମ୍ ଯେଉଁ ଲେଖିଛନ୍ତି ସେଥିରେ ବି ତ୍ରୁଟି ବାହାରିଛି। ତେଣୁ ଇଏ ଗୋଟେ ଗଳାବାଟ ସୃଷ୍ଟି କରି ଗୋଟେ ବିଭ୍ରାନ୍ତକର ତଥ୍ୟ ଦେଇ ସରକାର ଲୋକମାନଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁ ସମସ୍ୟା ରାଜ୍ୟବାସୀଙ୍କର ଅଛି, ଦେଶବାସୀଙ୍କର ଅଛି, ତାଙ୍କ ଦୃଷ୍ଟିକୁ ସେଥିରୁ ହଟାଇବା ପାଇଁ ଆଉ ଗୋଟେ ବିକଳ୍ପ କିଛି ବ୍ୟବସ୍ଥା ସେ ସୃଷ୍ଟି କରିଦେଉଛନ୍ତି, ଯେଉଁଦ୍ୱାରା କି ଲୋକ ସେଥିରେ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି ହେବେ। ଅପେକ୍ଷା କରନ୍ତୁ। ଗୋଟିଏ ତ ଦେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର କ'ଣ ଅବସ୍ଥା ହେଲା। ଏ ଯେଉଁ ଜେନ୍ ଜି ସୃଷ୍ଟି ହେଇଛନ୍ତି, ଛାତ୍ରଙ୍କ ଠାରୁ ଯୁବକ ପର୍ଯ୍ୟନ୍ତ, ଯେଉଁ ଦେଶରେ ଯେଉଁ ରାଜ୍ୟରେ ଛାତ୍ର ଯୁବକଙ୍କର ସମସ୍ୟାର ସମାଧାନ ନ ହୁଏ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେଇଯାଏ, ସେ ଦେଶର ସରକାରଙ୍କର ଅଧୋଗତି ଘଟେ ଏବଂ ଦେଶ ବିକାଶର ପଛକୁ ଯାଏ, ବିକାଶର ଆଗକୁ ଯାଏନି। ତେଣୁ ଆମେ ଦାବି କରୁଛୁ ତୁରନ୍ତ ସରକାର ଏଥିପ୍ରତି ଗୁରୁତ୍ୱ ବହନ କରନ୍ତୁ, ନଚେତ୍ ଗାଦି ଛାଡ଼ନ୍ତୁ।